প্রিয় ছাত্রছাত্রী এবং অভিভাবক বন্ধুମାନେ ପ୍ରଜ୍ଞା ଟ୍ୟୁଟୋରିଆଲ ଏକ୍ସପର୍ଟସକୁ ଆପଣମାନଙ୍କ ସମସ୍ତଙ୍କୁ ସ୍ୱାଗତ। ଆଜିର ଅତି ସୁନ୍ଦର ପ୍ରଶ୍ନ ଖଣ୍ଡେ ଅଛି। ପ୍ରମାଣ କର ଯେ ବେଗର ଅନୁପାତ 3:2 ହେଲେ ସମୟର ଅନୁପାତ 2:3 ହେବ। ଏଇଟାର ଉଲ୍ଟି ଯିବ 2 2 3 3 ଉଲ୍ଟା ହେଇଯାଉଛି। ଏଇଟାକୁ ଆମେ ପ୍ରମାଣ କରିବାକୁ ପଡ଼ିବ। ଏଇଟା ଟିକେ କଠିନ ଅଛି। ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କଲେ ମୋ ପାଇଁ ଗୋଟେ ବଡ଼ ଉପହାର ହେବ। ଏଇ ଦେଖନ୍ତୁ କେମିତି ହେଉଛି। ମନେ କରିବା ଆମେ ମନେ ନ କଲେ ଏଇଟା ଆମକୁ କଷ୍ଟ ହେବ। ମନେ କର ଏ ଆଉ ବି ଦୁଇ ଜଣ ବ୍ୟକ୍ତି ଏକ ବୃତ୍ତାକାର ପାର୍କ ଅଛି। ପି ନାମକ ସ୍ଥାନରୁ ସେମାନେ ଏଇ ଦିଗରେ ଘୁରିବାକୁ ଆରମ୍ଭ କଲେ। ଏଇ ପାର୍କଟିକୁ ଘୁରିବାରେ ସମ୍ପୂର୍ଣ୍ଣ ଘୁରି ଯିବା ପାଇଁ 20 ମିନିଟ୍ ସମୟ ନେଉଛି। 20 ମିନିଟ୍ ସମୟ ବି ନେଉଛି 30 ମିନିଟ୍ ସମୟ। ତେବେ ସମୟ ଅନୁସାରେ ଥରେ ଇଏ ଘୁରି ଆସିଲା ବେଳକୁ ଆମେ କ'ଣ ରଖିଲେ ନା ଡିଷ୍ଟାନ୍ସଟାକୁ ସ୍ଥିର ରଖିଲେ, ଦୂରତାଟାକୁ ସ୍ଥିର ରଖିଲେ। ସମୟର ଅନୁପାତ ନିର୍ଣ୍ଣୟ କରିବା। କେମିତି କ'ଣ ହେବ ନା ଏ ଅନୁପାତ ବି କେତେ ଆସିଯିବ ନା ଏଇଟା ହେଉଛି 20 ବିଭକ୍ତ 30 ସମାନ ଆସିବ 2:3। ଏଇ ଅନୁପାତଟି ଆମେ ନିର୍ଣ୍ଣୟ କରିନେଲେ। ଆଉ କ'ଣ ସ୍ଥିର ରଖିଛନ୍ତି ନା ଏଠି ଆମେ ଦୂରତାଟାକୁ ସ୍ଥିର ରଖିଛନ୍ତି। ବର୍ତ୍ତମାନ ସେକେଣ୍ଡ ଷ୍ଟେପକୁ ଆମେ ଆଗେଇବା। ଏଇଟା ହେଲା ସମୀକରଣ 1ରେ ଆମର ଦୂରତାର ଅନୁପାତ ହେଇଗଲା 2:3। ଦୂରତାକୁ ସ୍ଥିର ରଖିଲେ ସମୟର ଅନୁପାତ ହେଇଗଲା। ବର୍ତ୍ତମାନ ଆମେ କ'ଣ କରିବା ନା ଏ 20 ଆଉ 30ର ଲସାଗୁ ନେଇଯିବା। ଏ ଦୁଇଟାର ଲସାଗୁ ହେଉଛି 60। ଏ ଯେଉଁ 60 ହେଲା, ଏ 60କୁ ଯଦି ଆମେ ସମୟକୁ ସ୍ଥିର ରଖିଦେଉଛନ୍ତି, 60 ମିନିଟ୍କୁ ଯଦି ସ୍ଥିର ରଖୁଛନ୍ତି, ସମୟଟାକୁ ସ୍ଥିର, ସମୟ 60 ମିନିଟ୍ଟାକୁ ସ୍ଥିର ରଖିଦେଲେ, ସେଠି ଦୂରତାକୁ ସ୍ଥିର ରଖିଥିଲେ କ'ଣ ଏହାର ପ୍ରଭାବ ପଡ଼ିଛି ଦେଖିବା। ଇଏ କ'ଣ କରୁଛି ନା ଏଇ 60 ମିନିଟ୍ରେ ଇଏ କ'ଣ କରୁଛି 60 ମିନିଟ୍ରେ 60 ସିଏ ଥରେ ଘୁରି ଆସିବା ପାଇଁ କେତେ ସମୟ ନେଉଛି 20 ମିନିଟ୍ ସମୟ ନେଉଛି। ଡିଭାଇଡେଡ୍ ବାଇ 20 ସମାନ 3 ଥର ସେ ଘୁରୁଛି। ବି ମଧ୍ୟ ସେଇଭଳି ଭାବରେ ବି କ'ଣ କରୁଛି ନା ସେଇ 60 ମିନିଟ୍ରେ ସିଏ 30 ମିନିଟ୍ ଲେଖା ସମୟ ନେଉଛି। ସେ 2 ଥର ଘୁରୁଛି, ସେ ଘୁରୁଛି 3 ଥର, ଇଏ ଘୁରୁଛି 2 ଥର। ଏଠି ଆମେ ଦେଖିବାକୁ ପଡ଼ିବ ସମୟଟାକୁ ସ୍ଥିର ରଖିଛନ୍ତି। ସେଠି ଗୋଟିଏ ପୂର୍ଣ୍ଣ ଗୁଣନ ପାଇଁ ଦୂରତାଟାକୁ ସ୍ଥିର ରଖିଥିଲେ। ତେବେ ସମୟଟାକୁ ସ୍ଥିର ଯଦି ରଖୁଛନ୍ତି ବେଗର କ'ଣ ଅନୁପାତ ହେଉଛି ଏ ଅନୁପାତ ବି କେତେ ହେଉଛି ସମାନ 3:2। এইটা হল আমার দ্বিতীয় স্টেপ বা দ্বিতীয় সমীকরণ যা বন্ধু। এটি হল 2:3 ହେଇଥିଲା। ବର୍ତ୍ତମାନ 3:2 ହେଇଗଲା। এইটা আমার প্রুভ ହେଇଗଲା। শেষ পর্যন্ত দেখতে ବହୁତ